ପିଲାମାନେ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଆଉ କିଛି ନୂଆ ବିଷୟରେ ଆଲୋଚନା କରିବା। ତୁମେ ସବୁ ପ୍ରସ୍ତୁତ ଅଛ ତ? ଠିକ୍ ଅଛି। ତେବେ ଚାଲ ଖେଳି ଖେଳି କିଛି ନୂଆ କଥା ଶିଖିବା ଓ ତାକୁ କରି ଦେଖାଇବା। ଏବେ ତୁମେମାନେ ଗୋଟେ କାମ କର। ତୁମେ ତୁମର ଦୁଇ ହାତର ପାପୁଲିକୁ ଘଷିବା ଆରମ୍ଭ କର। କିଛି ସମୟ ଚାଲ ଜୋରରେ ଘଷିବା। ଆଉ ମୁଁ ବନ୍ଦ କର କହିଲେ ତୁମେମାନେ ଘଷିବା ବନ୍ଦ କରିବ। ଆଚ୍ଛା, ଏବେ ସମସ୍ତେ ଘଷିବା ବନ୍ଦ କର। ଦୁଇ ହାତ ପାପୁଲିକୁ ନେଇ ତୁମ ଦୁଇ ଗାଲକୁ ଏବେ ଛୁଅଁ। କେମିତି ଲାଗିଲା କୁହ? କ'ଣ ଥଣ୍ଡା ଲାଗିଲା ନା ଗରମ ଲାଗିଲା? ଓହୋ, ସମସ୍ତଙ୍କୁ ଗରମ ଲାଗିଲା। ଆଚ୍ଛା, କାହିଁକି ଗରମ ଲାଗିଲା ଟିକେ ଚିନ୍ତା କରି କୁହ ତ? ହଁ, ଠିକ୍ କହିଛ। ଦୁଇ ପାପୁଲିର ଘର୍ଷଣ ଦ୍ୱାରା ସେଥିରେ ଥିବା ଅଣୁମାନେ ଗତିଶୀଳ ହେଲେ। ଅଧିକ ଜୋରରେ ଘର୍ଷଣ ଦ୍ୱାରା ସେମାନଙ୍କର ଗତିର ବେଗ ବଢ଼ିଲା। ଫଳରେ ଉତ୍ତାପ ବା ତାପ ସୃଷ୍ଟି ହେଲା। ଆଉ ପାପୁଲିକୁ ଗାଲରେ ଛୁଇଁବା ଦ୍ୱାରା ସେହି ତାପଟି ପାପୁଲିରୁ ଗାଲକୁ ସଞ୍ଚରଣ ହେଲା। ଫଳରେ ଗାଲ ଗରମ ଲାଗିଲା। ତାହେଲେ ପିଲାମାନେ ଆସ, ଆଜି ଆମେ ତୁମ ସପ୍ତମ ଶ୍ରେଣୀ ବିଜ୍ଞାନ ବହିର ତାପ ସଞ୍ଚରଣ ଭଳି ଆଉ ଏକ ପ୍ରସଙ୍ଗ ଉପରେ ଆଲୋଚନା କରିବା। ଚାଲ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ଯାଏଁ ଭଲ ଭାବରେ ଦେଖିବା ଆଉ ତାକୁ ବୁଝିବା। ଏହି ଭିଡ଼ିଓଟି ଦେଖିବା ପରେ ଆମେମାନେ କ'ଣ ଜାଣିପାରିବା? ଏ ଭିଡ଼ିଓଟା ଦେଖିବା ପରେ ତୁମେମାନେ କଠିନ ପଦାର୍ଥରେ ତାପ କିପରି ସଞ୍ଚରଣ ହୁଏ ସେ ପ୍ରକ୍ରିୟାକୁ ବୁଝିପାରିବ ଆଉ କହି ବି ପାରିବ। ବୁଝିଲ ପିଲାମାନେ? ଆଚ୍ଛା, ଠିକ୍ ଅଛି। ଏବେ ତୁମେମାନେ ସ୍କ୍ରିନକୁ ଚାହଁ। କ'ଣ ଦେଖୁଛ ପିଲାମାନେ? ହଁ, ଟେବୁଲ ଆଉ କ'ଣ? ମହମବତୀ, ଲୁହା ତାର, ଇଟା ଇତ୍ୟାଦି ନାହିଁ? ତାହେଲେ ପିଲେ ଏଇଟା କ'ଣ ମୋତେ କହିଲ? ହଁ, ଏହା ତାପ ସଞ୍ଚରଣ ଆଧାରିତ ଗୋଟେ ପରୀକ୍ଷା। ତୁମେ କେବେ ଏହା ଦେଖିଛ? ହଉ, ତେବେ ଦେଖିନାହଁ। ଚାଲ ଆମେ ଆଜି ପରୀକ୍ଷା ଦ୍ୱାରା ୟାକୁ ବୁଝିବା। ଏଇ ପରୀକ୍ଷା ପାଇଁ କେଉଁ ଉପକରଣ ସବୁ ନେବା ମୋତେ କୁହ ତାହେଲେ। ଏବେ ତୁମେ ସ୍କ୍ରିନରୁ ଦେଖିକି ମୋତେ କୁହ। ହଁ, ଟେବୁଲ, ଗୋଟିଏ ଟେବୁଲ ନେବା। ଆଉ କ'ଣ ନେବା? ମହମବତୀ। ତୁମେ ସମସ୍ତେ ମହମବତୀ ସହଜରେ ପାଇପାରିବ। ଆଉ କ'ଣ? ଇଟା, ଠିକ୍ କହିଛ। ହଁ, ତୁମେ କହିଲ କ'ଣ? ସରୁ ତାର। ଆଚ୍ଛା, ତାରରେ କ'ଣ ସବୁ ହୁଏ କି ପିଲେ? ହଁ, ବିଭିନ୍ନ ଜିନିଷ ବାନ୍ଧିବା ଆଉ ଲୁଗା ଶୁଖାଇବା ପାଇଁ ଆମେମାନେ ତାର ବ୍ୟବହାର କରିଥାଉ, ନାଇଁ? ଆଉ କ'ଣ ଦରକାର ତୁମେ କୁହ? ଠିକ୍, ଦିଆସିଲି। ଶେଷରେ ଆଉ କ'ଣ ଦେଖୁଛ? ହଁ, ଅଠା। ଏ ସବୁ ଉପକରଣର ନାମ ତୁମେମାନେ ଠିକ୍ କହିଛ। ତେବେ ଏହି ସବୁ ଉପକରଣକୁ ନେଇ ପରୀକ୍ଷାଟି କରିବା ଚାଲ। ପ୍ରଥମେ କ'ଣ କରିବା? ହଁ, ଟେବୁଲ ଉପରେ ଗୋଟିଏ ମୁଣ୍ଡରେ ଦୁଇଟି ଇଟା ଉପରକୁ ଉପର ଥୋଇ ଲୁହା ତାରକୁ ଦୁଇ ଇଟା ମଝିରେ ଥୋଇ ଚାପି ରଖିବା। ଯାହା ମୁଁ କହିଲି ଚିତ୍ରରେ ଦେଖୁଛ। କେମିତି ଦିଟା ଇଟା ଥୋଇ ଆମେ ଲୁହା ତାରକୁ ଚାପି ରଖିଲେ। ଆଚ୍ଛା, ତେବେ ଆଗକୁ ଯିବା। ବର୍ତ୍ତମାନ ଆମେ ଆଉ କ'ଣ କରିବା? ଟେବୁଲର ଅନ୍ୟ ମୁଣ୍ଡରେ ଇଟାଟିଏ ରଖିବା। ଲୁହା ତାରଟିର ଅନ୍ୟ ମୁଣ୍ଡରେ ଇଟାଟି ବାନ୍ଧିଦେବା ଆଉ ଇଟାଟିକୁ ଟେବୁଲର ଗୋଟିଏ ପାର୍ଶ୍ୱରେ ଝୁଲାଇ ଦେବା। ଆଚ୍ଛା ପିଲାମାନେ, ମୁଁ ଏବେ ସୂଚନା କହିଲି। ଚିତ୍ରଟିକୁ ଦେଖି ବୁଝିପାରୁଛ ତ?
ଲୁହା ତାରର ଗୋଟିଏ ମୁଣ୍ଡ ଇଟାରେ ବନ୍ଧା ଯାଇଛି ଆଉ ଅନ୍ୟ ପାର୍ଶ୍ୱଟି ତଳେ ଝୁଲାଇ ରଖାଯାଇଛି। ତୁମେମାନେ ଠିକ୍ ଏହିଭଳି କରିଚାଲିବ। ଏବେ ଆଉ ଟିକେ ଆଗକୁ ଯିବା। ଇଟାଟି ଯେଉଁଠି ଝୁଲି ରହିଲା ସେଠାରେ କାଗଜଟିକୁ ଟେବୁଲ ଗୋଡ଼ରେ ଅଠାରେ ଲଗାଇ ଇଟା ଥିବା ଉଚ୍ଚତାରେ କଲମରେ ଚିହ୍ନ ଦେବା। ମହମବତୀ 4ଟା ଜଳାଇ ଲୁହା ତାର ତଳେ ରଖି ଉତ୍ତପ୍ତ କରିବା। ବର୍ତ୍ତମାନ ପିଲେ ତୁମେ ଚିତ୍ରରେ ଦେଖିପାରୁଛ। କ'ଣ ଦେଖୁଛ? 4ଟା ମହମବତୀ ଅଛି। ପ୍ରଥମେ 4ଟି ମହମବତୀ ଆଣି ଠିକ୍ ଲୁହା ତାର ତଳେ ତାକୁ ଲଗାଇ ରଖିବା। ଆଉ କ'ଣ କରିବା ନା ଦିଆସିଲିରେ ତାକୁ ଜଳାଇବା। ଯେପରି ସମସ୍ତ ଶିଖା ଜଳିବା ପରେ ଉପରେ ଥିବା ଲୁହା ତାରକୁ ସ୍ପର୍ଶ କରୁଥିବ। ପିଲାମାନେ ଏ କଥାକୁ ଧ୍ୟାନରେ ରଖି ସତର୍କତାର ସହ କରିବ। ବୁଝିଲ? ଏବେ 4ଟି ମହମବତୀ ଜଳିଲା ଆଉ ଲୁହା ତାରକୁ ସ୍ପର୍ଶ କରି ଚାଲିଛି। ଆଚ୍ଛା, ଆମେ ଏବେ ଆଉ ଟିକେ ଆଗକୁ ଯିବା। କିଛି ସମୟ ଅପେକ୍ଷା କରିବା, ଦେଖିବା କ'ଣ ହେଉଛି। ବୁଝିପାରିଲ ପିଲେ? ମହମବତୀ ଯେହେତୁ ଜଳୁଛି ତାର କିଛି ପ୍ରଭାବ ଅଛି ନା ନାହିଁ? ତେଣୁ ଆମେ ଟିକେ ଅପେକ୍ଷା କରିବା। ହଁ, ଅପେକ୍ଷା କଲେ କ'ଣ ଦେଖିଲେ? ତଳେ ଥିବା ଇଟା ସମାନରେ ଦିଆଯାଇଥିବା କାଗଜର ଚିହ୍ନକୁ ଲକ୍ଷ୍ୟ କଲେ ଆମେ ଦେଖିବା ଯେ ଇଟାଟି ତଳକୁ ଯାଉଛି। ଯାହା ମୁଁ କହିଲି ତାର ଅର୍ଥ କ'ଣ କେହି ଜଣେ କୁହ? ଚିନ୍ତା କର, କାଗଜର ଚିହ୍ନ କାହିଁକି ତଳକୁ ଯାଇଛି? ଏମିତି କାହିଁକି ହେଉଛି? ଟିକେ ଚିନ୍ତା କର, ଏହିପରି କାହିଁକି ହେଉଛି? ତୁମେ ଟିକେ ଭାବି ଦେଖ। ତୁମେ ତ ବିଜ୍ଞାନ ଯୁଗର ପିଲା। ଏହା ପଛରେ କ'ଣ ତଥ୍ୟ ରହିଛି ତୁମେ ନିଶ୍ଚିତ କହିପାରିବ। ମୁଁ ତାହେଲେ ବୁଝାଇ କହୁଛି, ଶୁଣ। ମହମବତୀ ଜଳିବା ଦ୍ୱାରା ଲୁହା ତାରଟି ତାପ ପାଇ ପ୍ରସାରିତ ହେଲା, ଯାହା ଫଳରେ ତାରଟିର ଲମ୍ବ ବୃଦ୍ଧି ପାଇ ଇଟାଟି କାଗଜର ତଳକୁ ଖସି ଆସିଛି। ବୁଝିଲ ପିଲେ? ଏହାର ଅର୍ଥ ହେଲା ପିଲେ, ତୁମେମାନେ ପଦାର୍ଥର ଅଣୁମାନଙ୍କ ବିଷୟରେ ଜାଣିଛ। ଯେତେବେଳେ ମହମବତୀର ଶିଖା ଦ୍ୱାରା ଲୁହା ତାରଟି ତାପ ପାଇ ଗରମ ହେବାକୁ ଲାଗିଲା, ସେଠାରେ ଥିବା ଅଣୁମାନଙ୍କର ଗତି ମଧ୍ୟ ବଢ଼ିଲା ଆଉ ତାହା ଧୀରେ ଧୀରେ ଆଗକୁ ସଞ୍ଚରିତ ହେଲା। ଫଳରେ କ'ଣ ହେଲା ନା ତାରଟିର ଲମ୍ବ ଯେତିକି ଥିଲା ଉତ୍ତପ୍ତ ଦ୍ୱାରା ଟିକେ ଅଧିକ ବୃଦ୍ଧି ହୋଇଗଲା। ତେଣୁ ତୁମେ ଦେଖିଲ କାଗଜର ଚିହ୍ନ ତଳକୁ ଚାଲି ଆସିଛି। ବୁଝିଲ କି ନାହିଁ ପିଲେ? ଆଚ୍ଛା, ଠିକ୍ ଅଛି। ତେବେ କ'ଣ ଶିଖିଲ ତମେମାନେ? ହଁ, କଠିନ ପଦାର୍ଥରେ ତାପର ପରିବହନ ଘଟିଥାଏ। ହଁ, ଆମେ କ'ଣ ଜାଣିଲେ? ବସ୍ତୁ ତାପ ପାଇଲେ ପ୍ରସାରିତ ହୁଏ। ଆଉ କ'ଣ ଶିଖିଲେ? ହଁ, ବ୍ୟାସ ତୁଳନାରେ ଅଧିକ ଦୈର୍ଘ୍ୟ ବସ୍ତୁଗୁଡ଼ିକ ଦୈର୍ଘ୍ୟ ଦିଗରେ ଅଧିକ ପ୍ରସାରିତ ହୁଏ। ଜାଣିଲ କି ନାହିଁ? ଆଚ୍ଛା, ଆମେ ତାହେଲେ ଜାଣିଲେ ଯେ କଠିନ ପଦାର୍ଥରେ ତାପର ପରିବହନ ଘଟିଥାଏ, ତେଣୁ ଦୈର୍ଘ୍ୟଟି ଧୀରେ ଧୀରେ ବଢ଼ିଯାଏ। ଆଚ୍ଛା, ମୋତେ ଏବେ ଗୋଟେ କଥା କୁହ, ତୁମମାନଙ୍କ ମଧ୍ୟରୁ ରେଳଗାଡ଼ିରେ କେହି କେବେ ଯାତ୍ରା କରିଛ? ବାଃ, ଭାରି ବଢ଼ିଆ। ସମସ୍ତେ ପ୍ରାୟ ଯାଇଛ, ନାଇଁ? ରେଳ ଧାରଣା ସବୁ ଦେଖିଥିବ। ମୋତେ କୁହ, ରେଳ ଧାରଣା ମଝିରେ ଫାଙ୍କ କାହିଁକି ଥାଏ? ହଁ, ଠିକ୍ କହିଛ। ସୁନା ପିଲା। କାରଣ ରେଳ ଧାରଣା ଉପରେ ରେଳର ଲୁହା ଚକ ଘଷି ହୋଇ ଦ୍ରୁତ ଗତିରେ ଗତି କରିବା ଫଳରେ ଆଉ ସୂର୍ଯ୍ୟଙ୍କ ଉତ୍ତାପରେ ଗରମ ହେବା ଫଳରେ ତାହା ପ୍ରସାରିତ ହୋଇଥାଏ। ରାତିରେ ତାହା ଥଣ୍ଡା ପରିବେଶ ଯୋଗୁଁ କିଛି ମାତ୍ରାରେ ସଙ୍କୁଚିତ ହୋଇଥାଏ।
ଏହିପରି ଭାବରେ ସଙ୍କୋଚନ ଆଉ ପ୍ରସାରଣ ହେବା ଦ୍ୱାରା ରେଳ ଧାରଣା ଗୁଡ଼ିକରେ ଦୁର୍ଘଟଣାର ସମ୍ଭାବନା ବଢ଼ିଯାଏ। ତେଣୁ ଫାଙ୍କ ରଖାଯାଇଥାଏ। ତାହେଲେ ପିଲେ, ଆଜିର ପରୀକ୍ଷାଟି ତୁମେମାନେ ବହୁତ ଭଲ ଭାବରେ ଦେଖିଲ, ଉପସ୍ଥାପନ ମଧ୍ୟ କଲ। କଠିନ ପଦାର୍ଥରେ ତାପ ସଞ୍ଚରଣର ପ୍ରକ୍ରିୟାଟିକୁ ମଧ୍ୟ ବୁଝିପାରିଲ। ତାହେଲେ ଆଗାମୀ ଏକ ଅଧ୍ୟାୟରେ ତରଳ ପଦାର୍ଥରେ ତାପ କିପରି ସଞ୍ଚରଣ ହୁଏ ସେ ପ୍ରକ୍ରିୟାକୁ ଆଲୋଚନା କରିବା। ଆଜି ପାଇଁ ରହୁଛି। ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ।